ଶିମିଳିପାଳ ଟାଇଗର ରିଜର୍ଭରେ ଆରମ୍ଭ ହେଲା ସର୍ବଭାରତୀୟ ବାଘ ଗଣନା 2026। ଓଡ଼ିଶାର ପ୍ରସିଦ୍ଧ ଶିମିଳିପାଳ ଟାଇଗର ରିଜର୍ଭରେ ଆଜିଠାରୁ ସର୍ବଭାରତୀୟ ବାଘ ଗଣନା 2026 ଆରମ୍ଭ ହୋଇଛି। ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ NTCA ର ପ୍ରୋଟୋକଲ ଅନୁଯାୟୀ ଏହି ଗଣନା ଟାଇଗର ରିଜର୍ଭ ସ୍ତରରେ ଦୁଇଟି ପର୍ଯ୍ୟାୟରେ ପରିଚାଳିତ ହେବ। ପ୍ରଥମ ପର୍ଯ୍ୟାୟ 3 ଦିନିଆ ମାଂସାହାରୀ ପ୍ରାଣୀ ଏବଂ ବଡ଼ ଧରଣର ଶାକାହାରୀ ପ୍ରାଣୀଙ୍କୁ ଚିହ୍ନର ସର୍ଭେ, 4 ଦିନିଆ ଲାଇନ୍ ଟ୍ରାଞ୍ଜେକ୍ଟ ଏବଂ ଗୋଟିଏ ଦିନ ଶାଗୁଣା ଓ ଅନ୍ୟାନ୍ୟ ପକ୍ଷୀ ପ୍ରଜାତି ଗଣନା କରାଯିବ। ଆଜିଠାରୁ ଶିମିଳିପାଳ ଦକ୍ଷିଣ ବିଭାଗରେ ଏହି ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ 103ଟି ବିଟ୍ରେ 103ଟି ପ୍ରଶିକ୍ଷିତ ସର୍ଭେ ଦଳ ନିୟୋଜିତ ହୋଇଛନ୍ତି। ଏହି ପର୍ଯ୍ୟାୟ 22 ନଭେମ୍ବର ପର୍ଯ୍ୟନ୍ତ ଚାଲିବ ଏବଂ ଏହା ମାଧ୍ୟମରେ ମାଂସାହାରୀ ପ୍ରାଣୀଙ୍କ ଅଞ୍ଚଳ ଏବଂ ଶାକାହାରୀ ପ୍ରାଣୀଙ୍କ ଘନତ୍ୱ ଗଣନା କରାଯିବ। ସେହିପରି ଡିସେମ୍ବର ମାସଠାରୁ ତୃତୀୟ ପର୍ଯ୍ୟାୟ ବ୍ୟାପକ କ୍ୟାମେରା ଲଗାଯିବ। ଏଥିରେ ଟାଇଗର ରିଜର୍ଭର 1321ଟି ଗ୍ରିଡ୍ ପ୍ରତ୍ୟେକ 2 ବର୍ଗ କିଲୋମିଟରରେ ବ୍ୟାପକ କ୍ୟାମେରା ଟ୍ରାପିଂ କରାଯିବ। ଏହାପରେ ପ୍ରାୟ 1500 କ୍ୟାମେରା ଟ୍ରାପ୍ 2ଟି ଚକ୍ରରେ ପ୍ରଥମ ଚକ୍ର 25 ଦିନିଆ ନିୟୋଜିତ ହେବ। ଏହି ଗଣନା ବାଘ ସଂରକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଶିମିଳିପାଳର ଜୈବ ବିବିଧତା ସମ୍ପର୍କରେ ନୂଆ ତଥ୍ୟ ପ୍ରଦାନ କରିବ ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧିକାରୀମାନେ ଆଶା କରିଛନ୍ତି। ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।